ସତରେ କ'ଣ ଆପଣ ଜାତି ସ୍ମର ମାନେ ପୂର୍ବଜନ୍ମର କଥା କୁହାଯାଉଥିବା କାହାଣୀକୁ ବିଶ୍ୱାସ କରନ୍ତି? ଆମ ଧର୍ମଶାସ୍ତ୍ର ଇତ୍ୟାଦିରେ କୁହାଯାଏ, ମଣିଷର ଶରୀର ତ୍ୟାଗ ହୁଏ, ଆତ୍ମା ଅମର। ଜନ୍ମ ପରେ ଜନ୍ମ ବିତିଯାଏ, କିନ୍ତୁ ଆତ୍ମା ପରମାତ୍ମାଙ୍କ ସହିତ ମିଳନ ପରେ ଆତ୍ମାର ସଦ୍ଗତି ହୁଏ। କେହି ପୂର୍ବ ଜନ୍ମରେ କ'ଣ ଥିଲେ, କିପରି ଥିଲେ ବା ପୂର୍ବଜନ୍ମ କିଭଳି ଅବସ୍ଥାରେ ଥିଲା ସେମାନଙ୍କର ମନେ ରୁହେ, ପ୍ରାୟ ଲୋକଙ୍କର ମନେ ରୁହେ ନା। ଆମେ କେହି ବିଶ୍ୱାସ କରୁ, କେହି କରୁନା। ତାକୁ ଜାତି ସ୍ମର କୁହାଯାଏ। ଯେଉଁମାନଙ୍କର ପୂର୍ବଜନ୍ମର କଥା ମନେ ଥାଏ ବା ସ୍ପଷ୍ଟ ଭାବରେ କହିପାରନ୍ତି ସେମାନଙ୍କୁ ଜାତି ସ୍ମର କୁହାଯାଏ। ଆସନ୍ତୁ ଏ ଜାତି ସ୍ମର ବିଷୟରେ ଗୋଟେ ଛୋଟ ସତ କଥା ଶୁଣିବା। ଶାନ୍ତି ଦେବୀଙ୍କର ପୂର୍ବଜନ୍ମର ନାମ ଥିଲା ଲୁଗ୍ଦି ଦେବୀ। ଲୁଗ୍ଦି ଦେବୀଙ୍କ ମୃତ୍ୟୁ ପରେ ଏବଂ ଶାନ୍ତିର ପୁନର୍ଜନ୍ମ ପର୍ଯ୍ୟନ୍ତ ଯାହା ଘଟିଥିଲା ତାହା ଶାନ୍ତିର ସ୍ମରଣ ଥିଲା ଏବଂ ସେ ତାହାକୁ ନିମ୍ନଲିଖିତ ଭାବରେ କହିଛନ୍ତି। ଠିକ୍ ମୃତ୍ୟୁର ପୂର୍ବ ମୁହୂର୍ତ୍ତରେ ମୁଁ ଗଭୀର ଅନ୍ଧାର ଅନୁଭବ କଲି, ତାପରେ ଉଜ୍ଜଳ ଆଲୋକ ଧୂଆଁ ପରି ମୋ ଦେହରେ ବାହାରି ଆସି ଉପରକୁ ଉଠିଲି। ତାପରେ 4 ଜଣ ପିଲା ଗେରୁଆ ପୋଷାକ ପିନ୍ଧିଛନ୍ତି ମୋତେ ପାଛୋଟି ନେବାକୁ ଆସିଲେ। ପ୍ରାୟ 5 ଇଞ୍ଚ ବ୍ୟାସାର୍ଦ୍ଧର ଯାନ ଗିନା ପରି ସେଇଠି ମୋତେ ବସେଇ ନେଇଗଲେ। ଯେତେବେଳେ ମୁଁ ପ୍ରଥମ ସ୍ତରରେ ପହଞ୍ଚିଲି, ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନେ କହିଲେ, ଏହାର ସ୍ତର ଆହୁରି ଉପରେ। ଏହି ସବୁ ସ୍ତର ଗୁଡ଼ିକରେ ଘର ଇତ୍ୟାଦି କିଛି ନାହିଁ, କେବଳ ପ୍ରକାଶ ରହିଛି। ପ୍ରଥମ ସ୍ତରରେ ବିରାଟ ପଡ଼ିଆ, ଗୋଟିଏ ଦିଗରେ ପ୍ରବେଶ ଆଉ ଖୋଲା, ଅପର ଦିଗରେ 4 ଦିଗକୁ ପାଚେରୀ ଦ୍ୱାରା ବନ୍ଦ। ଦ୍ୱିତୀୟ ସ୍ତରରେ ପଡ଼ିଆ ଭିତରେ ଗୋଟେ ଶୂନ୍ୟ ସିଂହାସନ ଥିବାର ଦେଖିଲି, ଆଉ ଅନେକ ସାଧୁ ସ୍ତ୍ରୀ ପୁରୁଷ ଇତ୍ୟାଦି ଆକାରରେ ଇନ୍ ଦ ଫର୍ମ ଅଫ୍ ଲାଇଟ୍ ଦେଖିଲି। ସେମାନେ କହିଲେ ଏହାକୁ ଉର୍ଦ୍ଧ୍ୱ ସ୍ତରକୁ ନେଇଯିବାକୁ ହେବ। ତୃତୀୟ ସ୍ତରରେ ପ୍ରାନ୍ତରେ କୌଣସି ସିଂହାସନ ଦେଖିଲି ନାହିଁ। ଅନେକ ସାଧୁ ଅଛନ୍ତି, ସ୍ତ୍ରୀ ପୁରୁଷ ଉଭୟ। ସେମାନଙ୍କର ଆକୃତି ଦ୍ୱିତୀୟ ସ୍ତରର ଅଧିବାସୀ ଅପେକ୍ଷା ଆହୁରି ଜ୍ୟୋତିର୍ମୟ। ସେମାନେ ଆହୁରି ଉର୍ଦ୍ଧ୍ୱ ସ୍ତରକୁ ମୋତେ ନେଇଯିବାକୁ କହିଲେ। ତାପରେ ଚତୁର୍ଥ ସ୍ତରରେ ପହଞ୍ଚି ଦେଖିଲି ଯେ ଆହୁରି ଜ୍ୟୋତିଷ୍ମାନ ସାଧୁସନ୍ଥମାନେ ବସିଛନ୍ତି, ଆଉ ତାର ମଧ୍ୟସ୍ଥଳରେ ଗୋଟେ ବିରାଟ ସିଂହାସନରେ ଦ୍ୱାରିକାଧୀଶ ଶ୍ରୀକୃଷ୍ଣ ମହାରାଜ ବିରାଜମାନ। ସେ ପ୍ରତ୍ୟେକଙ୍କୁ ସେମାନଙ୍କର ପର୍ଚ୍ଚା ଦେଖାଉଛନ୍ତି। ସେମାନେ କ'ଣ କରିଛନ୍ତି ଓ ଭବିଷ୍ୟତରେ ସେମାନଙ୍କର କ'ଣ ଅବସ୍ଥା ହେବ ଏଥିରେ ବର୍ଣ୍ଣିତ ଅଛି। ମୁଁ ଏ ଜନ୍ମରେ ଓ ମୋର ପୂର୍ବଜନ୍ମରେ ଶ୍ରୀକୃଷ୍ଣଙ୍କ ଆରାଧନା କରେ। ସେ ମୋତେ ମୋର ପର୍ଚ୍ଚା ଦେଖାଇ କହିଲେ, ତୁମର ଏଥର ଜନ୍ମ ହେବ ଦିଲ୍ଲୀରେ, ଓ ମୋର ପିତାଙ୍କ ନାମ ଉଲ୍ଲେଖ କଲେ ଓ କହିଲେ ଯେ ଏହା ତୁମର ଶେଷ ଜନ୍ମ। ଏହି ସ୍ତର ଗୁଡ଼ିକରେ ଆଲୋକ କି ଅନ୍ଧାର ବୋଲି କିଛି ନାହିଁ, ଚତୁର୍ଦିଗ ଆଲୋକମୟ। ସେହି ଆଲୋକ ଖୁବ୍ ସ୍ନିଗ୍ଧ। ପୂର୍ଣ୍ଣଚନ୍ଦ୍ରର ଆଲୋକ ସହିତ ତାର କିଛି ପରିମାଣରେ ତୁଳନା ହୋଇପାରେ। ସେଠାରେ all day and night very smoothing enlivening light। ଯେଉଁମାନେ ସେଠାରେ ଥିଲେ ସେମାନଙ୍କ ଭିତରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଇତ୍ୟାଦି ଭେଦର ଅବକାଶ ନାହିଁ। ସବୁକିଛି ଏକ ପ୍ରକାରର ଶାନ୍ତ ସମାହିତ ଭାବ। ମୁଁ ଅନୁଭବ କଲି ଯେ ଏହି ଚତୁର୍ଥ ସ୍ତର ଉପରେ ଆହୁରି ସ୍ତର ଅଛି, କିନ୍ତୁ ସେ ବିଷୟରେ ମୋର ଧାରଣା ନାହିଁ। ପର୍ଚ୍ଚା ମିଳିଲା ପରେ ଗୋଟେ ଅନ୍ଧାରୁଆ ସିଡ଼ି ଘର ପରି ଜାଗାକୁ ମୋତେ ନିଆଗଲା। ସେଇ 4 ଜଣ ପିଲା ମୋତେ ଛାଡ଼ି ଦେଇ ଚାଲି ଯାଇଥିଲେ। ଗୋଟେ ନାନା ପୂର୍ତ୍ତି ଗନ୍ଧମୟ ସ୍ଥାନରେ ମୋତେ ଶୁଆଇ ଦିଆଗଲା। ତାପରେ ମୋର ଜନ୍ମ ହେଲା। ସେହି ସ୍ତରର ଲୋକରେ କେହି କାହା ସହିତ କଥାବାର୍ତ୍ତା କରୁନଥିଲେ। କ୍ଷୁଧା, ତୃଷ୍ଣା, ନିଦ୍ରା କିଛି ନଥିଲା। ସୁଖର ଅନୁଭବ ନଥିଲା କି ଦୁଃଖର ଅନୁଭବ ନଥିଲା। ପୂର୍ବଜନ୍ମରେ ମୁଁ ଗୀତା, ରାମାୟଣ, ଉପନିଷଦ ଆଦି ଖୁବ୍ ପଢ଼ୁଥିଲି। ଏଥର ମାତୃଗର୍ଭରେ ମୋର ପୂର୍ବଜନ୍ମର କଥା ସବୁ ମନେ ପଡ଼ୁଥିଲା। ମୁଁ ଭାବୁଥିଲି କିପରି ସେଠାକୁ ଫେରିଯିବି। ଜାତି ସ୍ମର କଥା, ସୁଶୀଷ ଚନ୍ଦ୍ର ବସୁ, ସଂଗୃହୀତ ମୋ ଠାକୁର, ଅନୁବାଦକ ନୃସିଂହ ତ୍ରିପାଠୀ ଓ ଅକ୍ଷୟ ମିଶ୍ର। ଜୟଗୁରୁ। ଇଏ ଗୋଟେ ସତ କାହାଣୀ ଜାତି ସ୍ମର ବିଷୟରେ, ପୂର୍ବଜନ୍ମର କଥା। ତେଣୁ ଆପଣମାନେ ମଧ୍ୟ ଏ ସାଧନା
ବଳରେ ଯେଉଁ ମା ଜଣକ କହିଛନ୍ତି ସେ ରାମାୟଣ ଗୀତା ଉପନିଷଦ ଧର୍ମଗ୍ରନ୍ଥ ଆଦି ପାଠ କରୁଥିଲେ ଏବଂ ସେଥିରେ ନିମଗ୍ନ ରହୁଥିଲେ। ଏହିପରି ଭାବରେ ଆମେ ନିମଗ୍ନ ରହିବା ଦ୍ୱାରା ଆମେ ଉପରକୁ ଯାଇ ଆମର ଶରୀର ତ୍ୟାଗ ପରେ ମଧ୍ୟ ଆମେ ଭଗବାନଙ୍କୁ ପ୍ରାପ୍ତ କରିପାରିବା ବା ଉଚ୍ଚ ସ୍ତରକୁ ଯାଇ ଆତ୍ମାର ସଦ୍ଗତି କରିପାରିବା। ଆପଣମାନଙ୍କର ସମସ୍ତଙ୍କର ସର୍ବବିଧ ମଙ୍ଗଳ କାମନା କରି ପରମ ପିତାଙ୍କ ଶ୍ରୀଚରଣରେ ପ୍ରାର୍ଥନା ରଖି ରହୁଛି। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ।